ଦୂର ଦୂରାନ୍ତରରୁ ଅନେକ ଲୋକ ଢେଙ୍କାନାଳ ଜିଲ୍ଲାର ଜୋରନ୍ଦା ମେଳା ପର୍ବ ପାଳନ ଅବସରରେ ଭାଗ ନେବାକୁ ଆସିଥାନ୍ତି। ଏହି ଦିନ ମହିମା ସନ୍ନ୍ୟାସୀମାନେ ମହିମା ଗୋସାଇଁଙ୍କ ସମାଧି ପୀଠରେ ପୂଜାର୍ଚ୍ଚନା କରିଥାନ୍ତି। ଅନେକ ମହିମା ସନ୍ନ୍ୟାସୀ ଏହି ଦିନ ବୈରାଗୀରୁ ଅପରା ସନ୍ନ୍ୟାସୀ ଭାବେ ଘୋଷିତ ହୁଅନ୍ତି। ଏହି ମେଳା ପ୍ରତିବର୍ଷ ମାଘ ମାସ ଶୁକ୍ଳ ପକ୍ଷ ଚତୁର୍ଦ୍ଦଶୀ ଦିନରେ ଅନୁଷ୍ଠିତ। ଏହାର 5 ଦିନ ପୂର୍ବରୁ ତଥା ପଞ୍ଚମୀ ତିଥିରୁ ମହିମା ଗାଦିରେ ସନ୍ନ୍ୟାସୀଙ୍କର ସମାବେଶ। ତ୍ରୟୋଦଶୀ ପାହାନ୍ତାରେ ମହିମା ମେଳା ଆରମ୍ଭ ହୁଏ ଏବଂ ଏହାକୁ ପାହାନ୍ତା ପୂର୍ଣ୍ଣମୀ ମଧ୍ୟ କୁହାଯାଏ। ଏହି ଅବସରରେ ବେଢ଼ା ପରିକ୍ରମା କାର୍ଯ୍ୟ ହୋଇଥାଏ। ବକଳଧାରୀ ମହିମା ସମାଜ ତରଫରୁ ଯେଉଁ ସନ୍ନ୍ୟାସୀମାନେ ବକଳ ପାଇବାକୁ ଯୋଗ୍ୟ ଏବଂ କୌପିନୀଧାରୀ ସମାଜ ପକ୍ଷରୁ ଯେଉଁମାନେ ଆଡ଼ବନ୍ଧ ପାଇବା ପାଇଁ ମନୋନୀତ ହୁଅନ୍ତି ସେମାନଙ୍କୁ ତାହା ପ୍ରଦାନ କରାଯାଏ। ଏହି ଉତ୍ସବ ଦେଖିବା ପାଇଁ ସାଧାରଣ ଭକ୍ତଙ୍କୁ ଅନୁମତି ନଥାଏ। ତ୍ରୟୋଦଶୀ ସନ୍ଧ୍ୟାରେ କୌପିନୀଧାରୀ ମହିମା ସମାଜ ଏବଂ ବକଳଧାରୀ ମହିମା ସମାଜର କର୍ମକର୍ତ୍ତାଗଣ ନିର୍ବାଚିତ। ବିଭିନ୍ନ ଦେଶ ବୁଲି ସନ୍ନ୍ୟାସୀମାନେ ଆଦାୟ କରିଥିବା ଅର୍ଥ ଏବଂ ସାମଗ୍ରୀ ମହିମା ଗାଦିର କର୍ମକର୍ତ୍ତାଙ୍କ ହାତରେ ଅର୍ପଣ। ଚତୁର୍ଦ୍ଦଶୀ ଦିନ ଦିବା 2 ଘଣ୍ଟା ସମୟରୁ ଉତ୍ସବ ପାଳନର ପ୍ରସ୍ତୁତି। ଆକାଶରେ ପୂର୍ଣ୍ଣ ଚାନ୍ଦ, ମନ୍ଦିର ବେଢ଼ାରେ ବାଦ୍ୟ ଦିନାଦି, ଲୋକାରଣ୍ୟ ହୁଏ ଏହି ମହିମା ପୀଠ। ମୁହୁର୍ମୁହ ଉଚ୍ଚାରିତ ହେଉଥାଏ ଅଲେଖ ମହିମା ଶବ୍ଦ। ଆକାଶର ପୂର୍ଣ୍ଣଚନ୍ଦ୍ର ଏବଂ ଘିଅ ଦୀପାଳିର ଆଲୋକ ମିଶି ଗାଦି ମନ୍ଦିରରେ ଶ୍ରୀ ଯୋଗେଶ୍ୱର ମହିମାଙ୍କ ସ୍ମୃତିକୁ ଅବଲୋକନ କରୁଛନ୍ତି। ମହିମା ଧର୍ମ ଏକ ସ୍ୱତନ୍ତ୍ର ଧର୍ମ ନୁହେଁ, ଏହା ବିଶ୍ୱ ହିନ୍ଦୁ ଧର୍ମର ଭିତ୍ତିଭୂମି ଉପରେ ପ୍ରତିଷ୍ଠିତ। କେତେକ ସାହିତ୍ୟିକ ପଣ୍ଡିତ ମତ ଦିଅନ୍ତି ଯେ ମହିମା ଧର୍ମ ବୌଦ୍ଧ ଧର୍ମରୁ ରୂପାନ୍ତର, କିନ୍ତୁ ତାହା ସମ୍ପୂର୍ଣ୍ଣ ଭୁଲ, କାରଣ ବୌଦ୍ଧ ଧର୍ମ ଓ ମହିମା ଧର୍ମର ଲକ୍ଷ୍ୟ ସମ୍ପୂର୍ଣ୍ଣ ଅଲଗା। ବୌଦ୍ଧ ଧର୍ମର ଲକ୍ଷ୍ୟ ନିର୍ବାଣ ପ୍ରାପ୍ତି ଏବଂ ମହିମା ଧର୍ମର ଲକ୍ଷ୍ୟ ବ୍ରହ୍ମଲାଭ। ମହିମା ଧର୍ମରେ 2 ଶ୍ରେଣୀୟ ସନ୍ନ୍ୟାସୀ ଗୋଷ୍ଠୀ ଗୋଚର ହୁଅନ୍ତି। ସେମାନେ ହେଲେ କୌପିନଧାରୀ ଓ ବକଳଧାରୀ। 2 ଗୋଷ୍ଠୀ ସନ୍ନ୍ୟାସୀଙ୍କର ସୃଷ୍ଟିକର୍ତ୍ତା ନିଜେ ଯୋଗେଶ୍ୱର ମହିମା ପ୍ରଭୁ। ସ୍ୱୟଂ ଯୋଗେଶ୍ୱର ମହିମା ପ୍ରଭୁ ମହିମା ଧର୍ମର ପ୍ରବର୍ତ୍ତକ। ତାଙ୍କର ଜନ୍ମସ୍ଥାନ, ଜନ୍ମକାଳ ଓ ପିତାମାତାଙ୍କ ସମ୍ବନ୍ଧରେ ଏପର୍ଯ୍ୟନ୍ତ କୌଣସି ନିର୍ଦ୍ଦିଷ୍ଟ ପ୍ରମାଣ ନାହିଁ। ଯୋଗେଶ୍ୱର ମହିମା ପ୍ରଭୁ ଅଯୋନି ସମ୍ଭୂତ ବୋଲି ଜଣାଯାଏ। କିମ୍ବଦନ୍ତୀ ଅନୁଯାୟୀ ସତ୍ୟ ମହିମା ଧର୍ମର ପ୍ରଚାର ପାଇଁ ଏହାର ପ୍ରତିଷ୍ଠାତା ମହିମା ପ୍ରଭୁ ଯୋଗେଶ୍ୱର ପାଦରେ ସାରା ଓଡ଼ିଶା ଭ୍ରମଣ କରିଥିଲେ। ଶେଷରେ ଢେଙ୍କାନାଳ ଜିଲ୍ଲା ଜୋରନ୍ଦା ଗ୍ରାମରେ ଉପସ୍ଥିତ ହୋଇ ଶିଷ୍ୟମାନଙ୍କ ମଧ୍ୟରୁ 48 ଜଣଙ୍କୁ କୈପିନ ଏବଂ 51 ଜଣଙ୍କୁ ବକଳ ପ୍ରଦାନ କରି ମହିମା ସନ୍ନ୍ୟାସୀ ନାମରେ ଅଭିହିତ କଲେ। ଶ୍ରୀ ଦିଲ୍ଲୀ ସ୍ୱରାବ୍ଧ 1283 ଫାଲ୍ଗୁନ ଶୁକ୍ଳ ଚତୁର୍ଦ୍ଦଶୀ ତିଥିରେ ଶ୍ରୀ ଯୋଗେଶ୍ୱର ମହାପ୍ରଭୁ ପଦ୍ମାସନରେ ଉପବିଷ୍ଟ ହୋଇ ଦେହ ତ୍ୟାଗ କରିଥିଲେ। ତାଙ୍କର ଶରୀରକୁ ଜୋରନ୍ଦା ଠାରେ ଭୂସମାଧି ଦିଆଗଲା ଏବଂ ଢେଙ୍କାନାଳ ନରେଶ ଲେଖ ମହିମା ମହାମନ୍ତ୍ର ଉଚ୍ଚାରଣ କରି ଏହି କାର୍ଯ୍ୟ ସମ୍ପନ୍ନ କଲେ। ସେହି ସମାଧି ମନ୍ଦିର ବା ସ୍ମୃତି ମନ୍ଦିର ମହିମା ଗାଦି ନାମରେ ପ୍ରସିଦ୍ଧ। ମହିମା ପ୍ରଭୁଙ୍କର ଦେହ ତ୍ୟାଗ ପରଠାରୁ ପ୍ରତିବର୍ଷ ମହିମା ଗାଦିଙ୍କ ପ୍ରାଙ୍ଗଣରେ ମହିମା ମେଳା ମହୋତ୍ସବ ପାଳିତ ହୋଇଆସୁଛି। ଯୋଗେଶ୍ୱର ମହାପ୍ରଭୁଙ୍କ ଆବିର୍ଭାବ ପୂର୍ବରୁ ଶ୍ରୀ ଅଚ୍ୟୁତାନନ୍ଦ ମହାପୁରୁଷ ତାଙ୍କ ଭବିଷ୍ୟମାଳିକାରେ ଭଗବାନ ମହିମା ପ୍ରଭୁଙ୍କ ଆବିର୍ଭାବ ହେବା କଥା ସୂଚନା ଦେଇଥିଲେ, ଯାହାକି ସେ ଉଲ୍ଲେଖ କରିଥିଲେ ତାଙ୍କ ଭବିଷ୍ୟମାଳିକାରେ। ପୁଣି କଳି ପାପ ଭାର ହୋଇବ ପ୍ରବଳ, ଅଯୋନି ସମ୍ଭୂତ ହେବେ ବୁଦ୍ଧ ଅବତାର। ବିନା ଆହାରରେ ତହୁଁ ନେବେ କିଛି ଦିନ, ଯୋଗୀ ବେଶ ଧରିଥିବେ କପିଳାସ। ଗ୍ରାମେ ଗ୍ରାମେ ବୁଲି କରି ଯାଚୁଥିବେ ଜ୍ଞାନ, ତହୁଁ ବୁଲି ବ୍ରହ୍ମାଣ୍ଡରେ ମାଗୁଥିବେ ଅନ୍ନ। ଅନ୍ନ ନ ଦେବଟି ଭିକ୍ଷା, ନ ଚାହିଁଲେ ଜ୍ଞାନ, ଥୋକେ ବୋଲୁଥିବେ ଏତ ପାଗଳ ବଚନ। ସପ୍ତଦୀପ ମହି ବୋଲି ସ୍ୱାମୀ ମହାବାହୁ, ସତ୍ୟ ଧର୍ମ ଯାଚୁଥିବେ ନ ଚାହିଁବେ।
ଇ ମାତ୍ର ଭୋଇ ଭୀମ ଭୋଇ କିଛି ମହିମା ବଖାଣି କହିବେ ଥୋକାଏ ଜ୍ଞାନ ପ୍ରଭୁଠାରୁ ଶୁଣି। ଯାହାକି ପ୍ରାଣୀଙ୍କ ଆରତ ଦୁଃଖ ପ୍ରମିତ ଦେଖୁ ଦେଖୁ କେବା ସହୁ ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ।